ଏକ ଜଙ୍ଗଲରେ କୌଣସି ହିଂସ୍ର ଜନ୍ତୁ ନଥିଲେ। ଚଢ଼େଇମାନେ ଅଚିନ୍ତାରେ ଚାରିଆଡ଼େ ବୁଲି ପାରୁଥିଲେ। ସବୁ ଚଢ଼େଇ ବହୁତ ଖୁସି ଥିଲେ। ହେଲେ ତାଙ୍କ ଖୁସି ବେଶୀ ଦିନ ରହିଲାନି। ଦିନେ ଏକ ଦୁଷ୍ଟ ଶିଆଳ ସେ ଜଙ୍ଗଲକୁ ଚାଲି ଆସିଲା। ଏ ଜଙ୍ଗଲକୁ ଆସି ଦେଖୁଛି ପ୍ରତି ଗଛରେ ଚଢ଼େଇଙ୍କ ଘର। ଏବେ ମୋର ଆଉ ଖାଇବାର ଚିନ୍ତା ରହିଲାନି। ଆଗକୁ ଯାଇ ଏକ ଚଢ଼େଇ ଖୋଜି ଦେଖେ। ଏମିତି କହି ଶିଆଳ ଆଗକୁ ଗଲା ଆଉ ଦେଖିଲା ଏକ ମିଟୁ ଛୁଆ ନଦୀରୁ ପାଣି ପିଉଛି। ଏଇ ତ ଆଗରେ ଏକ ଚଢ଼େଇ ଛୁଆ ଅଛି, ଯାଏ ଏବେ ତାକୁ ଖାଇ ମୋ ଭୋକ ମେଣ୍ଟାଏ। ଏମିତି କହି ଶିଆଳ ଚୁପ୍ ଚୁପ୍ ଯାଇ ପଛପଟୁ ମିଟୁ ଛୁଆର ଉପରେ ଆକ୍ରମଣ କଲା। ଛାଡ଼ ଛାଡ଼ ମତେ, ମତେ ଭାରି କଷ୍ଟ ହେଉଛି, ମତେ ଖାଅନି, ମତେ ଛାଡ଼ି ଦିଅ। ଶିଆଳ ସେ ଚଢ଼େଇ ଛୁଆର କିଛି କଥା ନ ଶୁଣି ତାକୁ ମାରି ଖାଇଦେଲା। ଏସବୁ ଦୂରରୁ ଏକ ଚଢ଼େଇ ଦେଖୁଥିଲା। ସେ ଭୟରେ ଥରିଲା। ଏଇ କଣ? ଏଇ ଜଙ୍ଗଲକୁ ଏକ ଦୁଷ୍ଟ ଶିଆଳ ଚାଲି ଆସିଛି। ଏ ଶିଆଳଟା ଏତେ ନିଷ୍ଠୁର ଯେ ଛୋଟ ଚଢ଼େଇ ଛୁଆଟାକୁ ବି ଛାଡ଼ିଲାନି। ମୁଁ ଶୀଘ୍ର ଯାଇ ଜଙ୍ଗଲର ସବୁ ଚଢ଼େଇଙ୍କୁ ଖବର ଦେଇଦିଏ। ଏମିତି ଚିନ୍ତା କରି ସେ ଚଢ଼େଇ ତୁରନ୍ତ ଜଙ୍ଗଲ ଭିତରକୁ ଗଲା ଆଉ ସମସ୍ତଙ୍କୁ ଏ କଥା ଜଣେଇଲା। ସେପଟେ ଶିଆଳ ପେଟେ ଖାଇ ଗଛ ତଳେ ଆରାମ କଲା। ଚଢ଼େଇ ଭଉଣୀ, ଆମ ଜଙ୍ଗଲ ଭିତରକୁ ଏକ ଦୁଷ୍ଟ ଶିଆଳ ଚାଲି ଆସିଛି। ମୋ ଆଖି ସାମ୍ନାରେ ସେ ମିଟୁ ଛୁଆକୁ ଖାଇଦେଲା। କିଛି ଦିନ ପରେ ତ ଅଣ୍ଡାରୁ ଛୁଆ ବାହାରିବେ। ତୁ ତ ଛୁଆଙ୍କୁ ସାବଧାନରେ ରଖିବୁ। ମୁଁ ଯାଉଛି, ଅନ୍ୟମାନଙ୍କୁ ବି ଖବର ଦେବି। ଏମିତି ଶୁଣିଲା ପରେ ମା ଚଢ଼େଇଟି ଅନେକ ଚିନ୍ତାରେ ପଡ଼ିଗଲା। ସେପଟେ ଶିଆଳ ଏକ ଗୁମ୍ଫାକୁ ଖାଲି ଦେଖି ସେଠି ରହିବା ଆରମ୍ଭ କଲା। ଦିନେ ସେ ନଦୀକୁ ପାଣି ପିଇବା ପାଇଁ ଯାଇଥିଲା। କାଲି ରାତିରେ ମୁଁ କିଛି ବି ଖାଇବା ଖାଇନି। ଆଜି ବି ମୁଁ ଖାଇବା ପାଇଁ ଗୋଟେ ବି ଚଢ଼େଇ ପାଇଲିନି। ଲାଗୁଛି ଆଜି ନଦୀରୁ ପାଣି ପିଇକି ରହିବାକୁ ପଡ଼ିବ। ଶିଆଳ ଏପରି ଚିନ୍ତା କରୁଥିବା ସମୟରେ ହଠାତ୍ ତାର ନଜର ଆଗରେ ଫଳ ଖାଉଥିବା ଏକ କାଉ ଉପରେ ପଡ଼ିଲା। ଆରେ ନା ନା, ଆଜି ମତେ ଉପାସରେ ରହିବାକୁ ପଡ଼ିବନି। ଯାଏ ଏଇ କାଉକୁ ଖାଇ ଆଜି ମୋ ପେଟ ପୁରାଏ। କାଉ ଖୁସି ମନରେ ତା ଖାଇବା ଖାଉଥିଲା। ଆରେ ବାଃ, ଏ ଫଳଟି ବହୁତ ମିଠା, ମୋ ପେଟ ପୁରିଗଲା। ତୋ ପେଟ ଯଦି ପୁରିଗଲା, ଏବେ ମୁଁ ତତେ ଖାଇ ମୋ ପେଟ ପୁରେଇବି। ଆ ମୋ ପାଖକୁ ଆ। ହଠାତ୍ ଶିଆଳକୁ ନିଜ ସାମ୍ନାରେ ଦେଖି କାଉ ତ ଭୟରେ ଧରିଲା। ନା ନା, ମତେ ଖାଅନି, ମତେ ଛାଡ଼ି ଦିଅ। ତୁମେ ଯାହା କହିବ ମୁଁ ତୁମର ସବୁ କାମ କରିଦେବି, ତଥାପି ମତେ ଛାଡ଼ି ଦିଅ। ମୁଁ ଯାହା କହିବି ତୁ ସେଇଆ କରିବୁ? ହଁ ହଁ, ମୁଁ କଥା ଦେଉଛି, ମୁଁ ତୁମର ସବୁ କଥା ମାନିବି। ଦୟାକରି ମତେ ଛାଡ଼ି ଦିଅ। ଠିକ୍ ଅଛି, ମୁଁ ତତେ ଛାଡ଼ିଦେବି। ତା ବଦଳରେ ତୁ ଚଢ଼େଇଙ୍କ ଛୁଆ ଧରି ଆଣି ମତେ ଦେବୁ ଆଉ ମୋର ସବୁ କଥା ମାନିବୁ, ନହେଲେ ମୁଁ ତତେ କଠିନ ଶାସ୍ତି ଦେବି। ହଁ ହଁ, ମୁଁ ତୁମର ସବୁ କଥାରେ ରାଜି। ଆଚ୍ଛା ଆଚ୍ଛା, ଏବେ ତୁ ଯା ଚଢ଼େଇ ଛୁଆ ଧରି ଆଣିବୁ। ମତେ ଭାରି ଭୋକ ଲାଗିଲାଣି। ଖୋଜିବା ପାଇଁ ବାହାରକୁ ଯିବାକୁ ପଡ଼ିବନି। ଆଜି ସକାଳେ ମୁଁ ଦେଖିଛି ଗୋଟେ ଚଢ଼େଇର ଛୁଆ ହେଇଛି। ଚାଲ ଏବେ ତା ଘରକୁ ଯିବା। ଏମିତି କଥା ହେଇ ସେମାନେ ଚଢ଼େଇର ଘର ପାଖକୁ ଗଲେ। ଏବେ ଯା କାଉ, ଘର ଭିତରକୁ ଯାଇ ଚଢ଼େଇ ଛୁଆକୁ ନେଇ ଆସିବୁ। ଯଦି ତା ମା ଘରେ ଥିବ, ତା ମାକୁ ବି ଧରି ଆଣିବୁ। ମୁଁ ଦୁଇ ଜଣଙ୍କୁ ଖାଇବି। ଏଇ ନିଅନ୍ତୁ ଶିଆଳ ଆଜ୍ଞା, ଏ ଛୁଆକୁ ଖାଇଦିଅ, ତା ମା ଘରେ ନାହିଁ। ଶିଆଳ ସେ ଚଢ଼େଇ ଛୁଆକୁ ଖାଇଦେଲା। ତାପରେ ସେମାନେ ସେଠାରୁ ଚାଲିଗଲେ। ଖାଇବା ଧରି ଫେରିବା ସମୟରେ ସେ ଚଢ଼େଇ ଛୁଆର ମା ଏସବୁ ଦୂରରୁ ଦେଖି ଅନେକ କାନ୍ଦିଲା। ମୋ ଛୁଆ, ଏସବୁ କଣ ହେଇଗଲା? ଦୁଷ୍ଟ କାଉ, ତୁ ବି ଶିଆଳ ସାଙ୍ଗରେ ମିଶିଛୁ। ତମ ଦୁଇ ଜଣଙ୍କର କେବେ ଭଲ ହେବନି। ଭଗବାନ ତମ ଦୁଇ ଜଣଙ୍କୁ ଛାଡ଼ିବେନି। କିଛି ଦିନ ବିତିଗଲା। ଚଢ଼େଇର ଅଣ୍ଡାରୁ ଛୋଟ ଛୋଟ ଦୁଇଟି ଛୁଆ ବାହାରିଲେ। ମା ଚଢ଼େଇ ନିଜ ଦୁଇ ଛୁଆଙ୍କୁ ଦେଖି ଖୁବ୍ ଖୁସି ଥିଲା। ସେ ଶିଆଳଠୁ ଲୁଚେଇ ତାର ଦୁଇ ଛୁଆଙ୍କୁ ବଡ଼ କରୁଥିଲା। ଦିନେ ସେ ତାର ଦୁଇ ଛୁଆଙ୍କୁ ଘରେ ଏକା ରଖି ଖାଇବା ଖୋଜିବା ପାଇଁ ବାହାରକୁ ଗଲା। ହଠାତ୍ ରାସ୍ତାରେ ସେ ଦେଖିଲା କାଦୁଅ ଭିତରେ ଏକ ଛୋଟ ବାଘ ଛୁଆ ପଡ଼ି କାନ୍ଦୁଥିଲା। ଚଢ଼େଇ ତା ପାଖକୁ ଗଲା। ଆରେ ଆରେ, ଏ ବାଘ ଛୁଆଟି କାଦୁଅ ଭିତରେ ପଡ଼ି କେତେ କଷ୍ଟ ପାଉଛି। ଏ ଛୁଆ, ତୁ କାଦୁଅ ଭିତରେ କେମିତି ପଡ଼ିଲୁ? ତୋ ମା କୋଉଠି?
ଚଢ଼େଇ ବାଘ ଛୁଆକୁ କାଦୁଅ ଭିତରୁ ବାହାର କରି ଆଣିଲା। ମତେ ସାହାଯ୍ୟ କରିଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ ଚଢ଼େଇ ଆଣ୍ଟି। ଠିକ୍ ସେହି ସମୟରେ ମା ବାଘୁଣୀ ତା ଛୁଆକୁ ଖୋଜି ଖୋଜି ସେଠି ପହଞ୍ଚିଗଲା। ଚଢ଼େଇକୁ ଦେଖି ସେ କହିଲା, ଏଇ ଚଢ଼େଇ, ତୋର ସାହସ କେମିତି ହେଲା ମୋ ଛୁଆକୁ ଧରି ରଖିବା ପାଇଁ? ତୁ ମୋ ଛୁଆର କ୍ଷତି କରିବା ପାଇଁ ହିଁ ତାକୁ ଏଠି ଧରି ରଖିଛୁ ନା? ସେପଟେ ମୁଁ ବ୍ୟସ୍ତ ହେଇ ମୋ ଛୁଆକୁ ଜଙ୍ଗଲ ସାରା ଖୋଜୁଥିଲି। ଏବେ ମୁଁ ତତେ ଛାଡ଼ିବିନି, ମୁଁ ତତେ ମାରିଦେବି। ନା ନା ମା, ତୁମେ ଭୁଲ ବୁଝୁଛ। ଏ ଚଢ଼େଇ ଆଣ୍ଟି ମୋ ଜୀବନ ବଞ୍ଚେଇଛନ୍ତି। ଏମିତି ବାଘ ଛୁଆ ତା ମାକୁ ସବୁ ଘଟଣା କହିଲା। ଚଢ଼େଇ, ମତେ କ୍ଷମା କରିଦେ। ମୁଁ ସତ କଥା ନ ଜାଣି ତତେ ମାରିବାକୁ ଚାହୁଁଥିଲି। ତୁ ଆଜି ମୋର ବହୁତ ବଡ଼ ଉପକାର କରିଛୁ। ଯଦି କେବେ ଭବିଷ୍ୟତରେ ତୁ ବିପଦରେ ପଡ଼ିବୁ ମତେ ମନେ ପକେଇବୁ। ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ଆଚ୍ଛା ଠିକ୍ ଅଛି, ଏବେ ମୁଁ ଯାଉଛି। ତାପରେ ବାଘ ଛୁଆ ତା ମା ସାଙ୍ଗରେ ଘରକୁ ଚାଲିଗଲା। ମା ଚଢ଼େଇ ଖାଇବା ଖୋଜିବାକୁ ଚାଲିଗଲା। ସେପଟେ ଭୋକରେ ଶିଆଳ ତା ଗୁମ୍ଫାରେ ବସିଥିଲା। ସେତେବେଳେ କାଉ ତା ପାଖକୁ ଆସିଲା। କିରେ କାଉ, ଆଜି ଆସୁ ଆସୁ ଏତେ ଡେରି କରିଦେଲୁ? ଶୀଘ୍ର ମୋ ପାଇଁ ଖାଇବା ଆଣ। ଶିଆଳ ଆଜ୍ଞା, ଏକ ଭଲ ଖବର ନେଇ ମୁଁ ତୁମ ପାଖକୁ ଆସିଛି। ଏ ଜଙ୍ଗଲର ଗୋଟେ ଚଢ଼େଇର ଦୁଇଟି ଛୁଆ ଅଛନ୍ତି। ଏକଥା ମୁଁ ବି ଜାଣିନଥିଲି। ସେ ଛୁଆମାନେ ଏଯାଏଁ ଉଡ଼ିବା ଶିଖିନାହାନ୍ତି। ଆଜି ତାଙ୍କ ମା ବି ଘରେ ନାହିଁ। ଚାଲନ୍ତୁ ସେ ଚଢ଼େଇର ଘରକୁ ଯିବା। ଆଜି ତାର ଦୁଇ ଛୁଆ ଘରେ ଏକା ଅଛନ୍ତି। ତାପରେ ସେ ଦୁଇ ଜଣ ମା ଚଢ଼େଇର ଘରକୁ ଗଲେ। କାଉ ଦୁଇ ଛୁଆଙ୍କୁ ଧରି ବାହାରକୁ ଆସିଲା। ବାଃ କାଉ, ଆଜି ତୁ ଭଲ କାମ କରିଛୁ। ଏ ଛୁଆ ଦୁଇଟା ଭାରି ହୃଷ୍ଟପୃଷ୍ଟ। ଆଜି ଏକାଥରକେ ମୁଁ ଦୁଇଟା ଛୁଆ ଖାଇବି। ଏମିତି କହି ଶିଆଳ ଚଢ଼େଇ ଛୁଆଙ୍କୁ ଖାଇବା ପାଇଁ ଯେମିତି ତାଙ୍କ ପାଖକୁ ଗଲା, ସେହି ସମୟରେ ମା ଚଢ଼େଇଟି ଉଡ଼ି ଆସି ତାର ଦୁଇ ଛୁଆଙ୍କୁ ଧରି ସେଠାରୁ ଶୀଘ୍ର ଚାଲିଗଲା। ଚଢ଼େଇକୁ ଧରିବା ପାଇଁ କାଉ ଆଉ ଶିଆଳ ବି ତା ପଛେ ପଛେ ଗଲେ। ଏ ଚଢ଼େଇ, ରହିଯା। ତୁ ତ ଦୁଇ ଛୁଆଙ୍କୁ ନେଇ ବେଶୀ ଦୂରକୁ ଉଡ଼ି ପାରିବୁନି। ଆଜି ତତେ ମୋ ପାଖରୁ କେହି ରକ୍ଷା କରିପାରିବେନି। ଏ କାଉ, ଦେଖୁଛୁ କ'ଣ? ଶୀଘ୍ର ଏ ଚଢ଼େଇକୁ ଧର। ଏସବୁ ଘଟଣା ଦୂରରୁ ବାଘୁଣୀ ବି ଦେଖୁଥିଲା। ସେ ମା ଚଢ଼େଇକୁ ତା ପାଖକୁ ଡାକିଲା। ମା ଚଢ଼େଇ ଶୀଘ୍ର ବାଘୁଣୀ ପାଖକୁ ଗଲା ଆଉ ତାକୁ ସବୁ ଘଟଣା କହିଲା। ସେହି ସମୟରେ ଶିଆଳ ଆଉ କାଉ ବି ସେଠି ପହଞ୍ଚିଗଲେ। ଏବେ ଧରା ପଡ଼ିଲୁ ଚଢ଼େଇ। ଏ ବାଘୁଣୀ, ତୁ ଏଠୁ ଚାଲିଯା। ଏ ଚଢ଼େଇ ମୋ ଶିକାର। ଆଜି ମୁଁ ଚଢ଼େଇ ଆଉ ତୋର ଛୁଆଙ୍କୁ ଖାଇବି। ବାଘୁଣୀ ରାଗି ଯାଇ ଶିଆଳ ଉପରେ ଆକ୍ରମଣ କଲା ଆଉ ତାକୁ ଏକାଥରକେ ମାରିଦେଲା। ଚଢ଼େଇ, ଆଉ ଭୟ ନାହିଁ। ଏବେ ତୁ ତ ଛୁଆଙ୍କୁ ଧରି ନିଶ୍ଚିନ୍ତରେ ଘରକୁ ଯା। ଚଢ଼େଇ ବାଘୁଣୀକୁ ଧନ୍ୟବାଦ ଜଣାଇଲା। ଏସବୁ ଘଟଣା ଦେଖି କାଉ ଭୟରେ ସେଠାରୁ ଚାଲିଯିବାକୁ ଚେଷ୍ଟା କଲା। ହେଲେ ଜଙ୍ଗଲର ଅନ୍ୟ ଚଢ଼େଇମାନେ ଲାଠି ଧରି ତାକୁ ଜଗି ରହିଥିଲେ। ସେମାନେ ପିଟି ପିଟି କାଉକୁ ବି ମାରିଦେଲେ ଆଉ ତାକୁ ସେଠି ଫୋପାଡ଼ି ନିଜ ନିଜ ଘରକୁ ଫେରିଗଲେ। ଚଢ଼େଇଖିଆ ଶିଆଳ ପାଖରୁ ମୁକ୍ତ ହେଇ ସବୁ ଚଢ଼େଇ ପୂର୍ବ ଭଳି ଖୁସିରେ ରହିଲେ। ମୁନି ଚଢ଼େଇ ତା ମା ସାଙ୍ଗରେ ରହୁଥିଲା। ସେମାନେ ବହୁତ ଗରିବ ଥିଲେ। ହେଲେ ଛୋଟ ମୁନି ଥିଲା ଭାରି ଅହଙ୍କାରୀ। ସେ ପ୍ରତି କଥାରେ ମିଛ କହୁଥିଲା। ଅନ୍ୟମାନଙ୍କ ଆଗରେ ନିଜକୁ ଧନୀ କହି ଫୁଟାଣି ମାରୁଥିଲା। ଦିନେ ତାର ମା ଏକ ନୂଆ ସ୍କୁଲ ବ୍ୟାଗ ଆଣି ତାକୁ ଉଠେଇଲା। ଆରେ ମା ମୁନି, ଉଠୁ, ଆଉ ଜିଦ୍ କରି ଶୋଇ ରହନି। ଦେଖେ, ମୁଁ ତୋ ପାଇଁ ନୂଆ ସ୍କୁଲ ବ୍ୟାଗ ଆଣିଦେଇଛି। ନୂଆ ବ୍ୟାଗ କଥା ଶୁଣି ମୁନି ଶୀଘ୍ର ଉଠି ବସିଲା। ଆରେ ସତରେ ତ, ଏ ବ୍ୟାଗଟା ବହୁତ ସୁନ୍ଦର ହେଇଛି। ଦିଅ ମା, ମତେ ସେ ନୂଆ ବ୍ୟାଗ ଦିଅ। ମୁଁ ନୂଆ ବ୍ୟାଗ ଦେଇ ମୋ ସାଙ୍ଗମାନଙ୍କୁ ଦେଖେଇବି। ସେମାନେ ମୋ ନୂଆ ବ୍ୟାଗ ଦେଖିଲେ ଈର୍ଷାରେ ଚଳିଯିବେ। ମା, ତୁମେ କେତେ ଟଙ୍କା ଦେଇ ବ୍ୟାଗ କିଣିଛ? ଆରେ ମା, ତୁ ତ ଜାଣିଛୁ ଆମେ କେତେ ଗରିବ। ମୁଁ ବହୁତ କମ ଦାମ ଦେଇ ଏ ବ୍ୟାଗ କିଣିଛି। ଓହୋ ମା, ମୁଁ କେତେ ଥର କହିଛି ବାରମ୍ବାର ଗରିବ କଥା କହିବନି। କମ ଦାମ ଦେଇ ଏ ବ୍ୟାଗ କିଣିଛ, ମତେ କହିଲ, ହେଲେ ଆଉ କାହାକୁ କହିବନି ବ୍ୟାଗର ଦାମ କେତେ। ନହେଲେ ମୋ ସାଙ୍ଗମାନଙ୍କ ପାଖରେ ମୋ ସମ୍ମାନ ନଷ୍ଟ ହେବ। ଏମିତିରେ ବି ମୁଁ ମୋ ସାଙ୍ଗମାନଙ୍କୁ ଏ ବ୍ୟାଗର ଦାମ ବହୁତ କହିବି, ଯେମିତି ସେମାନେ ମତେ ଧନୀ ଭାବିବେ। ମୁଁ ତତେ ବହୁତ ଥର ବୁଝେଇଛି। ଏବେ ତ ବଡ଼ ହେଲୁଣି,
ମିଛ କହି ଧନୀ ଦେଖେଇ ହେବା ଠିକ୍ ନୁହଁ। ଭଗବାନ ଆମକୁ ଯାହା ଦେଇଛନ୍ତି ସେତିକିରେ ଖୁସିରେ ରହିବା କଥା। ବେଶୀ ମିଛ କହିଲେ ତୁ ବିପଦରେ ପଡ଼ିପାରୁ। ମୁଁ ଚାହେଁନି ତୋର କିଛି କ୍ଷତି ହେଉ। ଓହୋ ମା, ମତେ ଆଉ ଉପଦେଶ ଦିଅନି, ମୋର କିଛି ବି ହେବନି। ମୁଁ ଏବେ ଯାଉଛି। ଏମିତି ରାଗି ମୁନି ନୂଆ ବ୍ୟାଗ ଧରି ଘରୁ ବାହାରିଗଲା। ସେ ତା ମାର କିଛି କଥା ଶୁଣିଲାନି। ସେ ସିଧା ତା ସାଙ୍ଗ ରୋଜି ପାଖକୁ ଗଲା। ରୋଜି ତାକୁ ତା ଘରେ ଦେଖି କହିଲା, କିରେ ମୁନି, ଏତେ ସକାଳୁ ସକାଳୁ ମୋ ଘରକୁ ଆସିଲୁ ଯେ? ତୁ ବହୁତ ଖୁସି ଥିଲା ପରି ଜଣା ପଡୁଛୁ। କଣ ହେଇଛି ତୋର? ଖୁସି ହେବିନି କେମିତି କହିଲୁ? ଏଇ ଦେଖେ ମୋ ନୂଆ ସ୍କୁଲ ବ୍ୟାଗ ମୋ ମାମୁଁ ବିଦେଶରୁ ପଠେଇଛନ୍ତି। ମୋ ମାମୁଁ ନା ବହୁତ ଧନୀ। କହିଲୁ ଦେଖି ମୋ ବ୍ୟାଗ କେମିତି ହେଇଛି? ହଁ ହଁ, ତୋ ବ୍ୟାଗ ସତରେ ଅନେକ ସୁନ୍ଦର ହେଇଛି। ବ୍ୟାଗକୁ ଦେଖି ଲାଗୁଛି ତୋ ମାମୁଁ ବହୁତ ଟଙ୍କା ଦେଇ ବ୍ୟାଗ କିଣିଥିବେ। ସତରେ ତୋ ମାମୁଁ ବହୁତ ଧନୀ। ଏବେ ମୁଁ ବି ଧନୀ, କାହିଁକି ନା ମୋ ପାଖରେ ଏତେ ଦାମୀ ବ୍ୟାଗ ଅଛି। ଏଇ ବ୍ୟାଗର ଦାମ ପୁରା 10,000 ଟଙ୍କା। ଏମିତି ସବୁ ମିଛ କଥା ସେ ତାର ସାଙ୍ଗକୁ କହୁଥିଲା। ତାର ସାଙ୍ଗ ବି ଚୁପଚାପ ଏସବୁ କଥା ଶୁଣୁଥିଲା। ତାପରେ ମୁନି ତାର ନୂଆ ବ୍ୟାଗ ଧରି ଆଉ ଏକ ସାଙ୍ଗ ପାଖକୁ ଗଲା। ତାକୁ ବି ଠିକ୍ ସେହିପରି ମିଛ କଥା କହିଲା। ଶେଷରେ ସେ ନିଜ ସ୍କୁଲ ବ୍ୟାଗ ଧରି ଘରକୁ ଫେରିଲା। ଫେରିବା ରାସ୍ତାରେ ସେ କହିଲା, ସାଙ୍ଗମାନଙ୍କୁ ମିଛ କଥା କହି ମତେ ତ ଭାରି ମଜା ଲାଗିଲା। ଓଃ, ଭାରି ଭୋକ ବି ଲାଗିଲାଣି। ଯାଏ ଏବେ ଘରେ ପେଟ ପୁରା ଖାଇବା ଖାଇବି। ସରିଲା ତ ବ୍ୟାଗ ନେଇ ମିଛ କହିବା କଥା। ତତେ ନୂଆ ବ୍ୟାଗ କିଣିଦେଇ ମୋର ହିଁ ଭୁଲ ହେଇଗଲା। କେତେ ଦିନ ଯେ ବୁଝେଇବି, ମିଛ କହିଲେ ବିପଦରେ ପଡ଼ିବୁ। ମା, ସବୁବେଳେ ତୁମର ସେ ଗୋଟିଏ କଥା। ମତେ ଏସବୁ ଶୁଣିବାକୁ ଆଉ ଭଲ ଲାଗୁନି। ମତେ ଭାରି ଭୋକ ଲାଗିଲାଣି, ଖାଇବାକୁ ଦିଅ, ମୁଁ ଏବେ ସ୍କୁଲ ଯିବି। ତାପରେ ମୁନି ଚଢ଼େଇ ଖାଇବା ଖାଇଦେଇ ସ୍କୁଲକୁ ବାହାରି ଗଲା। ଏମିତି ତା ଦିନ କଟୁଥିଲା। ଗୋଟେ ଦିନ ତା ଆଈ ତାଙ୍କ ଘରକୁ ବୁଲିବା ପାଇଁ ଆସିଲେ। ମା, କେତେବେଳେ ଆସିଲ? ତମ ଦେହ ଏବେ କେମିତି? ଏତେ ଦିନ ପରେ ଯାଇ ମୁଁ ତୁମକୁ ଦେଖୁଛି। ଆସିବା ସମୟରେ ତମର କିଛି ଅସୁବିଧା ହେଇନି ତ? ନାଇଁ ରେ ମା, ମୋର କିଛି ଅସୁବିଧା ହେଇନି। ଏବେ ମୁଁ ଭଲ ଅଛି। ଆଉ ମୋ ନାତୁଣୀ କୁଆଡେ ଗଲା? ମୁଁ ତ ତାକୁ ଦେଖୁନି। ସେ ସ୍କୁଲ ଯାଇଛି ମା, ତୁମେ ବସ, ମୁଁ ଖାଇବା ଆଣି ଦଉଛି। ତାପରେ ଚଢ଼େଇ ତା ମାକୁ କିଛି ଖାଇବା ପାଇଁ ଦେଲା। ସନ୍ଧ୍ୟାରେ ମୁନି ସ୍କୁଲରୁ ଘରକୁ ଫେରିଲା। ଆଈ, ତୁମେ ଆସିଛ? ମୋ ପାଇଁ କଣ ଆଣିଛ କୁହ? ଏମିତି ଶୁଣି ତାର ଆଈ ନିଜ ବ୍ୟାଗ ଭିତରୁ ଏକ ସୁନ୍ଦର ହାର ବାହାର କଲେ। ମୁନି ସେ ହାର ଦେଖି ଖୁବ୍ ଖୁସି ହେଇଗଲା। ବାଃ ଆଈ, ଏ ହାରଟି ଖୁବ୍ ସୁନ୍ଦର ହେଇଛି। ଏଇଟା କଣ ହୀରାର ହାର? କେତେ ଚକଚକ କରୁଛି। ନା ରେ ଧନ, ଏଇଟା ସାଧାରଣ ହାର। ତ ଅଜା ମତେ ଉପହାରରେ ଦେଇଥିଲେ। ଆଜି ମୁଁ ତତେ ଦେଉଛି। ହାର ପାଇ ମୁନି ଖୁବ୍ ଖୁସି ଥିଲା। ସେ ହାରକୁ ନେଇ ତା ସାଙ୍ଗମାନଙ୍କ ପାଖରେ କେମିତି ମିଛ କହିବ ସେ କଥା ଚିନ୍ତା କଲା। ସେହି ସମୟରେ ତା ମା କିଛି ମିଠା କୋଳି ଧରି ସେଠାକୁ ଆସିଲେ। ମା, ଏଗୁଡ଼ା କଣ? ତୁମେ ସବୁ କଣ ଆଣିଛ? ଏଗୁଡ଼ା ମିଠା କୋଳି। ଆଜି ମୁଁ ଘରକୁ ଫେରିବା ସମୟରେ ଏ ଗଛ ଦେଖିଲି, ସେଥିପାଇଁ କିଛି ଫଳ ତୋ ପାଇଁ ଆଣିଦେଇଛି। ମା, ମତେ ଦୁଇଟା ଦିଅ ନା, ମୁଁ ଚାଖିକି ଦେଖିବି କେମିତି ଲାଗୁଛି। ମା, ଏ କୋଳି ତ ବହୁତ ମିଠା। ମତେ ଆଉ ଦୁଇଟା ଦିଅ, ମୁଁ ମୋ ସାଙ୍ଗମାନଙ୍କ ପାଖକୁ ନେବି। ତାପରେ ମୁନି ତା ମା ପାଖରୁ କିଛି ମିଠା କୋଳି ନେଇ ତା ସାଙ୍ଗମାନଙ୍କ ପାଖକୁ ଗଲା। ତାର ଦୁଇ ସାଙ୍ଗ ଏକ ଗଛ ଡାଳରେ ବସିଥିଲେ। ଆରେ ସାଙ୍ଗ, ଆମେ କେତେବେଳୁ ତତେ ଅପେକ୍ଷା କରି ବସିଛୁ। ତୁ ଆସୁ ଆସୁ ଏତେ ଡେରି କରିଦେଲୁ ଯେ? ଆଗ ଏ ମିଠା କୋଳି ଖାଅ, ତାପରେ କହୁଛି। ବା ମୁନି, ସତରେ ଏ କୋଳି ସବୁ ବହୁତ ମିଠା। ତୁ କୋଉଠୁ ଆଣିଛୁ? ଏ ଜଙ୍ଗଲ ବାହାରେ ନା ଆମର ଏକ ବଡ଼ କୋଳି ବଗିଚା ଅଛି। ମୋ ମା ପ୍ରତ୍ୟେକ ଦିନ ମିଠା କୋଳି ବିକ୍ରି କରି ବହୁତ ଟଙ୍କା ରୋଜଗାର କରନ୍ତି। କିଛି ଦିନ ଭିତରେ ଆମେ ଏକ ନୂଆ ବଡ଼ ଘର କିଣିବୁ। ତା ତ ଭଲ କଥା। ଆଚ୍ଛା ମୁନି, ମୁଁ ଆଜି ଶୁଣିଲି ତ ଆଈ ତମ ଘରକୁ କୁଣିଆ ଆସିଛନ୍ତି। ହଁ, ଆଈ ଆମ ଘରକୁ ଆସିଛନ୍ତି। ଆଉ ମୋ ପାଇଁ ଏକ ହୀରାର ହାର ଆଣିଛନ୍ତି। ମୁଁ ତ ହୀରାର ହାର ପିନ୍ଧି ଏଠାକୁ ଆସିଥାନ୍ତି, ହେଲେ ସେ ହାର ହୀରାର। ଯଦି ହଜିଯିବ, ସେଇ ଭୟରେ
ମୁଁ ଏଠାକୁ ହାର ଆଣିନି। ତମେ ମାନେ ଯଦି ମୋ କଥାକୁ ବିଶ୍ୱାସ କରୁନ, ଚାଲ ମୋ ଘରକୁ, ସେଇଠି ମୁଁ ହୀରାର ହାର ରଖିଛି। ସେ ଛୁଆମାନଙ୍କ କଥା ପାଖ ଗଛରେ ବସି ଏକ ଡାକୁ ଚଢ଼େଇ ଶୁଣୁଥିଲା। ସେ ମନରେ ଚିନ୍ତା କଲା, ଆରେ ବାଃ, ଲାଗୁଛି ଏ ଚଢ଼େଇ ଛୁଆଟା ବହୁତ ଧନୀ। ମୁଁ ଗୋଟେ କାମ କରେ, ଏ ଚଢ଼େଇ ଛୁଆକୁ କିଡନାପ କରି ମୋ ସାଙ୍ଗରେ ନେଇଯାଏ। ୟାକୁ ଛାଡ଼ିବା ବଦଳରେ ମୁଁ ୟାର ମାକୁ ସେ ହୀରାର ହାର ମାଗିବି। ଏମିତି ଚିନ୍ତା କରି ସେ ଡାକୁ ଚଢ଼େଇ ତୁରନ୍ତ ମୁନି ପାଖକୁ ଗଲା। ଆଉ ତାକୁ ଧରି ସେଠାରୁ ଆସିବା ସମୟରେ ଆର ଦୁଇ ଛୁଆ ଚିତ୍କାର କଲେ, ଏ ଦୁଷ୍ଟ ଚଢ଼େଇ, ତୁ ଆମ ସାଙ୍ଗକୁ କାହିଁକି ଧରିଛୁ? ଛାଡ ତାକୁ। ବଞ୍ଚାଅ, ବଞ୍ଚାଅ, ମତେ କେହି ବଞ୍ଚାଅ। ଚୁପ୍ କର, ବେଶୀ ପାଟି କଲେ ମୁଁ ତ ମୁହଁ ବାନ୍ଧି ଦେବି। ମୁଁ ଏ ଛୁଆକୁ କିଡନାପ କରୁଛି। ସେ ହୀରାର ହାର ମତେ ଦରକାର। ତାହେଲେ ଯାଇ ମୁଁ ୟାକୁ ଛାଡ଼ିବି। ଯାଅ, ୟା ଘରେ କଥା କହିଦିଅ। ଏମିତି କହି ସେ ଡାକୁ ଚଢ଼େଇ ମୁନିକୁ ଧରି ଏକ ଗୁମ୍ଫାକୁ ଗଲା। ଆଉ ସେଠି ତାକୁ ବାନ୍ଧିଦେଲା। ମୋ ପାଖରେ କିଛି ବି ନାହିଁ। ମୋ ଘରେ ହୀରାର ହାର ନାହିଁ। ମୁଁ ଏତେ ବି ଧନୀ ନୁହଁ। ମୁଁ ମୋ ସାଙ୍ଗମାନଙ୍କୁ ମିଛ କଥା କହୁଥିଲି। ମତେ ଛାଡ଼ି ଦିଅ। ନା, ମୁଁ ତତେ ଛାଡ଼ିବିନି। ମୋର ସେ ହୀରାର ହାର ଦରକାର। ହେ ଭଗବାନ, ସବୁ ମୋର ଭୁଲ। ମୁଁ କାହିଁକି ମିଛ କଥା କହୁଥିଲି? ମା କଥା ମାନି ମୁଁ ଯଦି ସବୁବେଳେ ସତ କହିଥାନ୍ତି, ଆଜି ଏମିତି ବିପଦରେ ପଡ଼ିନଥାନ୍ତି। ମା, କୋଉଠି ଅଛୁ? ମତେ ବଞ୍ଚା। ସେପଟେ ଦୁଇ ଛୁଆ ମା ଚଢ଼େଇକୁ ସବୁ ଘଟଣା କହିଲେ। ମା ଚଢ଼େଇ ଖୋଜି ଖୋଜି ଡାକୁ ଚଢ଼େଇ ପାଖରେ ପହଞ୍ଚିଗଲା। ଦୟାକରି ମୋ ଛୁଆର କିଛି କ୍ଷତି କରନି। ତାକୁ ଛାଡ଼ି ଦିଅ। ମୁଁ ସତ କହୁଛି, ଆମ ଘରେ ହୀରାର ହାର ନାହିଁ। ମୋ ଝିଅ ମିଛ କହିଥିଲା। ଏ ଛୁଆ ତୋର ଚଢ଼େଇ? ଛି ଛି, ମୁଁ ଏ କ'ଣ କଲି? ମୁଁ ତ ଭଲ କରି ଜାଣିଛି ତୁ କେତେ ଗରିବ। ଆଗରୁ ଯଦି ଜାଣିଥାନ୍ତି ଏ ଛୁଆ ତୋର, ମୁଁ ୟାକୁ କେବେ ବି କିଡନାପ କରିନଥାନ୍ତି। ଗରିବ ଘରେ ପୁଣି ହୀରାର ହାର। ଯା ଯା, ତୋ ଛୁଆକୁ ତ ସାଙ୍ଗରେ ନେଇଯା। ବେକାରେ ମୋ ସମୟ ନଷ୍ଟ ହେଲା। ଏମିତି କହି ଡାକୁ ଚଢ଼େଇ ମୁନିର ଦୌଡ଼ି ଖୋଲିଦେଲା। ଆଉ ସେଠାରୁ ଚାଲିଗଲା। ମୁନି ତା ମାକୁ ଧରି ବହୁତ କାନ୍ଦିଲା। ମା, ମା, ଏସବୁ ମୋ ପାଇଁ ହେଇଛି। ମୁଁ ତୁମକୁ କଥା ଦେଉଛି, ମୁଁ ଆଉ କେବେ ବି ମିଛ କଥା କହିବିନି। ଡେରି ହେଉ ପଛେ, ତୁ ତ ଭୁଲ ବୁଝିପାରିଲୁ। ମିଛ ସବୁବେଳେ ବିପଦ ଡାକି ଆଣେ। ଆଉ ଦିନେ ବି ମିଛ କଥା କହିବୁନି। ତାପରେ ମୁନି ତା ମା ସାଙ୍ଗରେ ଘରକୁ ଫେରିଗଲା। ସେଦିନ ପରଠାରୁ ସେ ଆଉ କେବେ ବି ମିଛ କଥା କହିଲା ନାହିଁ।